ଆଜି ବାପାଙ୍କୁ ଫୋନ୍ କରିବି ଆସିବେ। ଏମିତି ଗୋଟେ ବେକାରିଆ ପୁଅକୁ ବାହାଘର କରିଦେଲେ ଯେ ଜମା ସେଠି ରହିହଉନି। କି ଭାଷା ତାଙ୍କର, ଛି 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 ଛି। ଏଲେ ମା ଲକ୍ଷ୍ମୀ କ'ଣ ବର ବର ହଉଛି କି ମା? ଏ ମା ମୋ ପୁଅ କ'ଣ ପଦେ କହିଦେଲେ ସେଇ କଥାରେ ରାଗିଛୁ? ହାଁ ତମ ପୁଅ ପଦେ କହିଛନ୍ତି? ଆଉ କ'ଣ ସେ କି ଭାଷା ଶିଖିଛନ୍ତି? ଏଇଭଳିଆ ସବୁ ବ୍ୟବହାର କରନ୍ତି? କ'ଣ କହିଦେଲା ଦୀପଦ ସେ ସ୍ୱାମୀ କଥାରେ ରାଗନ୍ତିନି ହେଲା। ସ୍ୱାମୀ କଥାରେ ରାଗନ୍ତିନି? ଏଇଭଳିଆ କଥା କହିବେ ରାଗିବେନି? ନା ରାଗନ୍ତିନି। କ'ଣ କହିଦେଲେ ସେଇ କଥା ରାଗି ପଳେଇବେ। ଆମ ଘରକୁ ଯିବି, ବାପାଙ୍କ ପାଖକୁ ଫୋନ୍ କରିଛି, ମୁଁ ପଳେଇବି। ନା ସେମିତି କଥା କହନା। ଘର କରିକି ପାଟିଗଳ ହୁଏ, ତାମାନେ କ'ଣ ଘରକୁ ପଳେଇ ଯାଆନ୍ତି? ଘରକୁ ପଳେଇବିନି? ମୁଁ ଏତେବେଳେ ହେଲାଣି ଖାଇନି। ମତେ କହୁଛନ୍ତି ମୁଢ଼ି ଖା, ଚନାଚୁରୁ ଖା, ଛତୁଆ ଖା। ଏଗୁଡ଼ା ସବୁ ଖାଉଛନ୍ତି ଆଜିକାଲି। ଛେ ଆଜି ଚାଲ ଆମର ଭାତ ଖାଇବୁ ଚାଲ। ନାଇଁ ମୁଁ ଭାତ ଖାଇବିନି। ଆଉ କ'ଣ ଖାଇବୁ କହ? ଯାହା କହିବୁ ଖାଇବାକୁ ମୁଁ ସେୟା ଆଣିଦେବି। ଆଉ ବିରିୟାନୀ ଖାଇବି। ବିରିୟାନୀ ଖାଇବୁ? ଦେଇପାରିବ? ତମ ତ ଅକାତ ନାହିଁ। ଏଇ ସେମିତି କଥା କହିବୁ, ଅକାତ ଫକାତ କଥା କହିବୁନି ହେଲା। ମୁଁ ଏଇଖିଣା ସାଙ୍ଗେ ସାଙ୍ଗେ ଯାଉଛି, ଏଇଖିଣା ସାଙ୍ଗେ ସାଙ୍ଗେ ବିରିୟାନୀ ଆଣିଦେବି ଖାଇବୁ ହେଲା। ଯାଅ ନେଇକି ଆସ। ଆଉ ସେ ପୁଅକୁ ଏଠୁ ବାହାର କର, ମୁଁ ରହିବି। ପୁଅକୁ ବାହାର କରିଦେଲ? ଏଇ ଏମିତି କଥାରେ ଯା ପଳା ତୋ ଘରକୁ। ସେ ବିରିୟାନୀ ଫିରିୟାନୀ କିଛି ଦେବି, ଯା ପଳା। ଯା ଘରକୁ। ମୁଁ ପଳେଇବି।